नमस्कार दर्शक बंधु चलतु नजर पकाइबा आज सकाळ केतोटी गुरुत्वपूर्ण खबर उपरे भिडियोटी को शेष पर्यंत देखा मोर अनुरोध। चलतु आज सकाळ खबर उपरे नजर पकाइबा। आजिर खबर असाधु मिलर को जोगाण मंत्री कृष्ण पात्र कड़ा चेतावनी। कटनी छटनी करुथुबा मिलर को कारण दर्शाओ नोटिस। कृषक मानक हैरान कले कड़ा एक्शन नियाजिबो बोली चेतावनी देले जोगाण मंत्री। आउ पुराणा नीति चलिबो नाही, नुआ सरकार नुआ नीति, तेणु ठकिले कड़ा एक्शन नियाजिबो बोली मंत्री कहिसंती। परवर्ती खबर महाराष्ट्र ट्रेन दुर्घटना 13 जनकर जीवन जीवा घटना प्रकृत सत्य जना पड़ी। सामान्य गुजब पाई घटितिला अघटन। आउ 13 जन मृत्युवरण करिसंती। ଏହା ସହ ବହୁ ଯାତ୍ରୀ ଆହତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଏହାର କାରଣ ଥିଲା ଏକ ଗୁଜବ। କେହି ଜଣେ ଗୁଜବ କରିଥିଲା ଯେ ଟ୍ରେନରେ ନିଆଁ ଲାଗିଛି। ଯେଉଁ କାରଣରୁ ଟ୍ରେନଟି ଧୀରେ ହେବା ସଙ୍ଗେ ସଙ୍ଗେ ଯାତ୍ରୀମାନେ ଜୀବନ ବିକଳରେ ଟ୍ରେନରୁ ଡେଇଁଥିଲେ। ଠିକ୍ ସେହି ସମୟରେ ବିପରୀତ ଟ୍ରାକରେ ଆସୁଥିବା ଟ୍ରେନଟି ଲୋକଙ୍କ ଉପରେ ଚଢ଼ି ଯାଇଥିଲା। ଭାଗ୍ୟବଶତଃ ଅନେକ ଲୋକ ଟ୍ରାକରେ ଅନ୍ୟ ଦିଗକୁ ଡେଇଁଥିଲେ, ଫଳରେ ଆହତ ହୋଇଥିଲେ ବି ସେମାନଙ୍କର ଜୀବନ ବଞ୍ଚିଯାଇଛି। ପରବର୍ତ୍ତୀ ଖବର ରାଜ୍ୟରେ କମିଛି ଶୀତ, କିନ୍ତୁ କଲବଲ କରୁଛି କୁହୁଡ଼ି। ଭୁବନେଶ୍ୱର, କଟକ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି। ଏପରିକି 10ରୁ 20 ମିଟର ଦୂରରୁ ବି କିଛି ଦେଖାଯାଉନଥିଲା, ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେପଟେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଫଳସ୍ୱରୂପ ଶୀତ ପ୍ରକୋପ ଆହୁରି କମିବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର ବନ୍ଦ ହୋଇଯିବ ଅଙ୍ଗନବାଡ଼ି କେନ୍ଦ୍ର। ରାଜ୍ୟରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ସରକାର ପ୍ରଥମ ଶ୍ରେଣୀରୁ 6 ବର୍ଷରୁ ଅଧିକ ବୟସ ହେଲେ ନାମ ଲେଖା ହେବାର ନୂଆ ନିୟମ କାର୍ଯ୍ୟକାରୀ କରୁଛନ୍ତି। ପରବର୍ତ୍ତୀ ଖବର ବନ୍ଦ ହୋଇଯିବ ଅଙ୍ଗନବାଡ଼ି କେନ୍ଦ୍ର। ରାଜ୍ୟରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ସରକାର ପ୍ରଥମ ଶ୍ରେଣୀରୁ 6 ବର୍ଷରୁ ଅଧିକ ବୟସ ହେଲେ ନାମ ଲେଖା ହେବାର ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ସରକାର ବିଜ୍ଞପ୍ତିରେ ଉଲ୍ଲେଖ ରଖାଯାଇଛି ଯେ ସମ୍ପୃକ୍ତ ଶିକ୍ଷାବର୍ଷରେ ସେପ୍ଟେମ୍ବର 1 ତାରିଖ ସୁଦ୍ଧା 6ରୁ ଅଧିକ ବର୍ଷ ବୟସରେ ପିଲାମାନେ ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ଯୋଗ୍ୟ ହେବେ। ଓଡ଼ିଶା ସରକାର 2025-26 ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି 2020କୁ କାର୍ଯ୍ୟକାରୀ କରିବାର ଯୋଜନା କରିଛନ୍ତି। ପରବର୍ତ୍ତୀ ଖବର ରାଜଧାନୀରେ ପୁଣି ସିରିଜ୍ ଦୁର୍ଘଟଣା। ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ୍ ଯାଉଥିବା ବେଳେ ସିରିଜ୍ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ବିଏମ୍ସି ପିଆରଙ୍କ ସହ କିଛି ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ଖବର ଅନୁଯାୟୀ ରାଜମହଲ ପଟୁ ଆସୁଥିବା ଏକ ମୋ ବସ୍ ଆଗରେ ଏକ ସ୍କୁଟି ଚାଲି ଆସିବାରୁ ବସ୍ଟି ହଠାତ୍ ବ୍ରେକ୍ ମାରିଥିଲା, ଫଳରେ ପଛରେ ଥିବା ଆଉ ଏକ ମୋ ବସ୍ ଗାଡ଼ିକୁ ଧକ୍କା ଦେଇଥିଲା। ପଛରୁ ଆସୁଥିବା କିଛି କାର୍ ନିୟନ୍ତ୍ରଣ ହରାଇ ମୋ ବସ୍କୁ ଧକ୍କା ଦେଇଥିଲେ। ଦୁର୍ଘଟଣାରେ ଏକାଧିକ ଆହତ ହୋଇଛନ୍ତି। ପରବର୍ତ୍ତୀ ଖବର ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା ସ୍ୱାମୀ। ପ୍ରମାଣ ଲୁଚାଇବାକୁ ଶରୀରର କଟା ଖଣ୍ଡକୁ ପ୍ରେସର କୁକରରେ ସିଝାଇଲା। ଏଭଳି ଲୋମହର୍ଷଣକାରୀ ଘଟଣା ହାଇଦ୍ରାବାଦ ସହରରେ ଦେଖିବାକୁ ମିଳିଛି। ଅଭିଯୁକ୍ତ ଶରୀରର ଅଂଶଗୁଡ଼ିକୁ ରାନ୍ଧି ମିରପେଟ ହ୍ରଦରେ ଫିଙ୍ଗି ଦେଇଥିଲେ। କୁହାଯାଉଛି ଯେ ସେ ଏସବୁ କରିଥିଲା କାରଣ ମୃତଦେହକୁ ନଷ୍ଟ କରିବା ସହଜ ହେବ ଏବଂ କେହି ତାକୁ ସନ୍ଦେହ କରିବେ ନାହିଁ। ତଥାପି ପୋଲିସ ଏହି ଅଭିଯୁକ୍ତଗୁଡ଼ିକରେ ତଦନ୍ତ କରୁଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ 45 ବର୍ଷୀୟ ଗୁରୁମୂର୍ତ୍ତି ନାମକ ବ୍ୟକ୍ତି ନିଜ 35 ବର୍ଷୀୟ ପତ୍ନୀ ଭେଙ୍କଟା ମାଧବୀଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ପରବର୍ତ୍ତୀ ଖବର ରାସନ କାର୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଜାନୁଆରୀ 31 ତାରିଖରେ KYC ଶେଷ ହେବ। ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ଅପିଲ କଲେ ମନ୍ତ୍ରୀ। ବୋଧେ ଉଭୟ KYC ପାଇଁ ଆସୁନାହାନ୍ତି, କିନ୍ତୁ ଶୀଘ୍ର ସରେଣ୍ଡର କଲେ ଭଲ। ଏଥିସହିତ ମନ୍ତ୍ରୀ ଏହା ବି ସୂଚନା ଦେଇଛନ୍ତି ଯେ
ଇ-KYC ଯାଞ୍ଚ ଜାରି ରହିଥିବା ବେଳେ ପ୍ରତି ବ୍ଲକରେ 200ରୁ 300 ଅଯୋଗ୍ୟ ହିତାଧିକାରୀ ବାହାରୁଛନ୍ତି। ଏଥିସହିତ ମନ୍ତ୍ରୀ ଏହା ବି ସୂଚନା ଦେଇଛନ୍ତି ଯେ ଇ-KYC ଯାଞ୍ଚ ଜାରି ରହିଥିବା ବେଳେ ପ୍ରତି ବ୍ଲକରେ 200ରୁ 300 ଅଯୋଗ୍ୟ ହିତାଧିକାରୀ ବାହାରୁଛନ୍ତି। ଉକ୍ତ ଅଯୋଗ୍ୟ ହିତାଧିକାରୀମାନେ ଇ-KYC କରିବା ଆସୁନାହାନ୍ତି। ସେଥିରେ ଶିକ୍ଷକ, ଡାକ୍ତର, ଅଧ୍ୟାପକ ମଧ୍ୟ ରହିଛନ୍ତି। ସୂଚନା ଅନୁଯାୟୀ ଗରିବଙ୍କ ରାସନ କାର୍ଡକୁ କବ୍ଜା କରି ବସିଥିବା ବଡ଼ବଡ଼ିଆ ସରକାରୀ ଅଧିକାରୀଙ୍କୁ ପୁଣି ଥରେ ଚେତାବନୀ ଦେଇଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପରବର୍ତ୍ତୀ ଖବର, ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ବର୍ଷକୁ 10,000 ଲେଖାଏଁ କରି 5 ବର୍ଷରେ 50,000 ଟଙ୍କା ପାଇବେ ମହିଳା। 3ଟି ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ମିଳିସାରିଲାଣି। ଚତୁର୍ଥ କିସ୍ତି ଟଙ୍କା ମିଳିବା ପୂର୍ବରୁ ଏହି ଯୋଜନାରେ କିଛି ପୁରୁଷ ଆବେଦନ କରିଥିବା ସାମ୍ନାକୁ ଆସିଛି। ରାଜ୍ୟ ଓ ମହିଳା ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ତେବେ ପୁରୁଷମାନେ କେଉଁ ଗଳା ବାଟରେ ଏଥିପାଇଁ ଆବେଦନ କଲେ ଓ ଆରମ୍ଭରୁ ଯାଞ୍ଚ ସମୟରେ ଏହାକୁ କିଭଳି ରୋକାଗଲା ନାହିଁ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଶ୍ରୀମତୀ ପରିଡ଼ା କହିଛନ୍ତି, ସୁଭଦ୍ରାରେ 157 ଜଣ ପୁରୁଷ ଆବେଦନ କରିଥିଲେ। ବେଳେବେଳେ ପୁଅ ଓ ଝିଅ ନାଁ ଏକାଭଳି ଥାଏ, ବନାନ ବି ଏକା ହୋଇଥାଏ। କ'ଣ ପାଇଁ ସେମାନେ ଆବେଦନ କରିଥିଲେ ଜଣାପଡ଼ି ନାହିଁ।